କିରେ ଟଙ୍କା ଗୁଡ଼ାକୁ କ'ଣ ଚମ୍ବଲପୁରୀ ପାନ ଭାବୁଛ କିରେ? ଯେତେବେଳେ ଯିଏ ଯିଆଡ଼ୁ ଦୌଡ଼ିକି ଆସିବ ମାଗିଦେବ, ଆଉ ମୁଁ ଦେଇଦେବି। ତମେ ନେଇ ପଳେଇବ। ପୁଣି ପଛରେ ଯେତେବେଳେ ତୁମର କାମ ସରିଯିବ ନା, ସେତେବେଳେ କହିବ ସାର୍ ମୁଁ ଦେଇପାରୁନି। ଧେ କାହିଁକି ସବୁ ଏମିତି ହଉଛ ରେ? ଆସ କାମ କର ଆଉ ପଇସା ନିଅ। ଇଜ୍ଜତ ମାର୍କେଟରେ ବିକ୍ରି କର ନାହିଁ। ତମକୁ ଭଲରେ ମୁଁ ବୁଝଉଛି। ମୋ ନାଁ ହେଉଛି କ'ଣ ଜାଣିଛ? ନାଣ୍ଡୁ ବାବୁ। ଦେ କିରେ, ପଇସା ଦେବାରେ କ'ଣ ମୋର କେଉଁଠି ଭୁଲ ରହିଗଲା କିରେ? ଆଉ ଯେବେ ନ ରହିଗଲା, ତାହେଲେ ତମେ ମୋ ସହିତ କାହିଁକି ଏଇସବୁ ଭୁଲ କାମ କରିବାକୁ ଯାଉଛ? କିରେ, ତମେ ତ ଜାଣିଛ ମୁଁ ପଇସା ଦେଇଛି ମାନେ ତମେ କାମ ହିଁ କରିବ। ଆଉ ତମ ଲାଗି ମୋ ଯାତ୍ରାପାର୍ଟି ମଧ୍ୟ ଚାଲିବ। ଆଉ ଯାତ୍ରାପାର୍ଟି ମାଲିକକୁ ତମେ କ'ଣ ଏମିତି ଛୋଟ ଭାବି ଦେଉଛ କିରେ? କାରଣ ଧେ କିରେ, ମୁଁ କହୁନି ତମେ ଆସନି, ମୁଁ କହୁନି ତମେ ନିଅନି। ତମେ ଖଟୁଛ, ତମେ କରୁଛ, ତମେ ନିଅ, ଅଏସ୍ କର, ହେଲେ ମାଲିକର ଇଜ୍ଜତକୁ ତଳେ ପକାନି। କାରଣ ମୋ ଇଜ୍ଜତ ଥରେ ତଳେ ପଡ଼ିଲେ ଧେ। କିନ୍ତୁ ଗୋଟିଏ କଥା ଖିଆଲ ରଖ ମିଷ୍ଟର ପଣ୍ଡା, ତମେ ଯେତେ ଯାହା କିଛି କଲେ ମଧ୍ୟ ତମର ରେକର୍ଡ ମଧ୍ୟ ଖରାପ ଅଛି। ଦୁଇ ତିନି ତିନି ମାଲିକଙ୍କଠୁ ଅଗ୍ରିମ ଅଧିକାରରେ ଟଙ୍କା ଆଣି ତାଙ୍କୁ ମଧ୍ୟ ହାରାସ କରିଛ। ଆଉ ସେ ମାଲିକ ମୁଁ ନୁହଁ, ମୁଁ ହେଉଛି ତୁଳସୀର ମାଲିକ ନାଣ୍ଡୁ ବାବୁ। ହେ ବୁଝିଯାଅ, ବୁଝିଗଲେ ଭଲ, ନ ବୁଝିଲେ ହେ।